ସେ ପୁଅ ବାହା ହେଇକିନି ଆଇଲା ନୂଆକୁ। ସେ ବୋଉଟି କି ତା ଶାଶୁ କହିଲା ମା ଲୋ ରାତିରେ ଏକୁଟିଆ ଉଠିବୁନୁ, ପାହାଡ଼ ଜାଗା ଏଠିକି ଭାଲୁ ଗଡ଼ୁଛନ୍ତି। ସିଏ ଆଉ ଉଠିଲା ନାହିଁ, ଉଠେଇ ନାହିଁ। ଦିନେ କ'ଣ ହେଲା, ତାକୁ ପାସ ମାଇଲା। ସେଠୁ ତା ସ୍ୱାମୀକି ସେ ଡାକିଲା, କହିଲା ଶୁଭୁଛି ନା, ମୁଁ ଆଉ କ'ଣ କରିମି, ବୋଉ ତ ମନା କରିଛନ୍ତି, ମୋତେ ପାସ୍ ଦେଖେଇଲାଣି, ମୁଁ କ'ଣ କରିମି। ସେଠୁ ତା ସ୍ୱାମୀ କହିଲା ତୁ ଚାଲିଯା ସେଇ ବଳଦ କତିରେ ଝାଡ଼ା ବସି ପଡ଼ିବୁ। ସେଠୁ ସିଏ କ'ଣ କଲା, ଯାଇକିନି ସେଇଠି ପାସ୍ ବସିଲା। ବସିଛି, ସେ ବଳଦ କ'ଣ କଲା, ଧଡ଼ପଡ଼ ହେଇ ଉଠିଲା। ସେଠୁ ବୋଉଟି ଆଇଲା, କହିଲା ମୁଁ କ'ଣ କରିମି, ଏ ତ କହିଦେବ ବଳଦ। ସେଠୁ ତା ସ୍ୱାମୀ କତିରେ କହିଲା, ମନ ଦୁଃଖ ହେଲା। ସକାଳୁ ଉଠିଲା, ବୋଉଟିରେ ମନ ଦୁଃଖ, ବଳଦ କାଳେ କହିଦେବ। ସେଠୁ ଶାଶୁ ପଚାରିଲା, ତା ମନ ଦୁଃଖ ଶୁଣିକିନି ଶାଶୁ ପଚାରିଲା, କହିଲା ମା ଲୋ ପୁଅ କ'ଣ ତୋତେ କହିଛି କି? କହିଲା ନା ବୋଉ, ତମ ପୁଅ କିଛି କହିନାହାନ୍ତି। ନା ତୋ ମନ କ'ଣ ପାଇଁ ଦୁଃଖ କରୁଛୁ? ନା କ'ଣ କହିମି, ତମେ ତ ମୋତେ ମନା କରିଥିଲ ମା ଲୋ ପଦାକୁ ଯିବୁନୁ, ପାହାଡ଼ିଆ ଜାଗା ଭାଲୁ ଗଡ଼ୁଛନ୍ତି। ମୋତେ ପାସ୍ ଦେଖେଇଲା, ମୁଁ ତମ ପୁଅକୁ କହିନି, ତମ ପୁଅ କହିଲେ ସେଇ ବଳଦ କତିକି ଯା, ସେଇଠି ପାସ୍ ବସି ପଡ଼ିବୁ। ମୁଁ ପାସ୍ ବଇଛି, ସେ ବଳଦ ଧଡ଼ପଡ଼ ହେଇ ଉଠିଲା। ସେ ବଳଦ କାଳେ କାହା କତିରେ କହିଦେବ, ସେଇ ଲାଗି ମୋ ମନ ଦୁଃଖ କରିଛି। ସେଠୁ କହିଲା ଏଇ କଥାକୁ, ହଉ ହଉ ତୁ ମନ ଦୁଃଖ କରନା, ମୁଁ ତୋ ଶ୍ୱଶୁରକୁ କହିନି, ସିଏ ବଳଦକୁ କହିଦେବ, ସେ ଆଉ କାହା କତିରେ କହିବ ନାହିଁ। ସେଠୁ ଶ୍ୱଶୁରକୁ କହିଲା, ଶୁଣୁଛ ନା? କହିଲା କ'ଣ? ନା ବୋଉକୁ ପାସ୍ ଦେଖେଇଲା, ମୁଁ ତାକୁ ମନା କରିଥିଲି ମା ଲୋ ଭାଲୁ ଗଡ଼ୁଛନ୍ତି, ତୁ ପଦାକୁ ଯିବୁନୁ। ପୁଅକୁ ପଚାରିଲା, ପୁଅ କହିଲା ଯା ସେଇ ବଳଦ କତିରେ ପାସ୍ ବସି ପଡ଼ିବୁ। ପାସ୍ ବସିଛି, ବଳଦ ଧଡ଼ପଡ଼ ହେଇ ଉଠିଲା। ବୋଉର ସେଇ ନାଗି ମନ ଦୁଃଖ, କାଳେ କାହା କତିରେ କହିଦେବ, ବଳଦ କହିଦେବ ବୋଲି ମନ ଦୁଃଖ କରୁଛି। ତମେ ଟିକେ ବଳଦ କାନରେ କହିଦେବ। ସେଠୁ ଶ୍ୱଶୁର କହିଲା ଏଇ କଥା, ମୁଁ କହିଦେମି, ବଳଦ କହିବନି। ସେଠୁ ଗଲା, ବଳଦ ଘାସ କତିରେ ଘାସ ପକେଇଲା। ଘାସ ପକେଇକିନି ତା କାନରେ ଶ୍ୱଶୁର କହିଲା କାଲି ରାତିରେ ମୋ ବୋଉ ପାସ୍ ଯାଇଥିଲା, ତୁ ଉଠିଲୁ ଧଡ଼ପଡ଼ ହେଇ, ଆଉ କାରି କତିରେ କହିବୁନୁ। ବଳଦ କାନଟା ସଲ ସଲ ହେଲା। ସିଏ କ'ଣ କଲା, ମୁଣ୍ଡ ହଲେଇ ଦେଲା। ମୁଣ୍ଡ ଯେମିତି ହଲେଇ ଦେଲା, ଇଏ ତାର ବୁଢ଼ା ବାଡ଼େଇଲା। ଆଉ ବଳଦ ହେଠୁ ଛିଣ୍ଡେଇକିନି ଦୌଡ଼ିଲା। ହେଠୁ ଲୋକ ପଚାରିଲେ, କିଏ କହିଲା ଦାଦା, କିଏ କହିଲା ଭାଇ, କିଏ କହିଲା ମଉସା, କ'ଣ ପାଇଁ ବଳଦଟାକୁ ବାଡ଼ଉଛୁ? ହେଠୁ କହିଲା କ'ଣ କହିମି, ଏଇ କଥା ନାକି ବଳଦ, ମୁଁ ତାକୁ କହିନି ମୋ ବୋଉ ପାସ୍ ଯାଇଛି, କାହା କତିରେ କହିବୁନୁ, ସେ ମୁଣ୍ଡ ହଲେଇଲା, ମୁଁ ସେଇ ନାକି ବାଡ଼ଉଛି। ସେଠୁ କହିଲେ ହଉ ହଉ, ଆମେ ରଜା କତିରେ କହୁଛୁ, ତୁ ବାଡ଼ାନା, ଗୋରୁଟାକୁ ଆଉ ଏତେ ବାଡ଼ାନା। ସେଠୁ ରଜା କତିରେ କହିଲେ, ରଜା କହିଲା ହଉ ହଉ, ଆଉ ବଲଟାକୁ ବାଡ଼ାନା, ମୁଁ ଡୁଙ୍ଗୁରା ଦେଇଦେଉଛି, ଆଉ ବଳଦକୁ ଆଉ ବାଡ଼ାନା। ରଜା ଡୁଙ୍ଗୁରା ଦେଇଦେଲା। ଶୁଣ, ଆଉ ପ୍ରଧାନ ଘର ବୋଉ ଯାଇଥିଲା ପାସ୍, ସେ ବଳଦ ଉଠିଲା ଧଡ଼ପଡ଼ ହେଇ, ବଳଦ କହିଦେବ ବୋଲି ତା ଶ୍ୱଶୁର ବାଡ଼ଉଛି। ଏଥିରୁ କ'ଣ ହେଲା? ସମସ୍ତେ ଶୁଣିଲେ। ଇଏ ଜଣେ ଶୁଣିବ ବୋଲିକିନି ଏମିତି କହୁଥିଲେ, ଏ ସମସ୍ତେ ଶୁଣିଲେ।